ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ ପୋଷ୍ଟ ଅଫିସର ଆଉ ଏକ ସୁନ୍ଦର ସ୍କିମ୍ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା। ତ ଯଦି ଆପଣମାନେ ପୋଷ୍ଟ ଅଫିସରେ ଗୋଟେ ଫିକ୍ସଡ ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି ଏବଂ ଯେଉଁ ଫିକ୍ସଡ ଡିପୋଜିଟ୍ ଆପଣମାନେ ପୋଷ୍ଟ ଅଫିସରେ କଲା ପରେ ଆପଣମାନେ ଯେତେ ଟଙ୍କା ପ୍ରଥମେ ଫିକ୍ସଡ ଡିପୋଜିଟ୍ କରିଥିବେ ତାହା ଯାହାକି ଆପଣମାନଙ୍କର ଦୁଇ ଗୁଣ ଅର୍ଥାତ୍ ଯେତିକି ଆପଣମାନେ ଡିପୋଜିଟ୍ କରିବେ ସୁଧ ମଧ୍ୟ ଆପଣମାନଙ୍କୁ ସେତିକି ପ୍ରଦାନ କରାଯିବ ଏବଂ ଆପଣମାନଙ୍କ ଟଙ୍କା ଯାହାକି ଡବଲ ହେଇପାରିବ। ତ ଯଦି ଆପଣମାନେ ପୋଷ୍ଟ ଅଫିସରେ ଗୋଟେ ସୁନ୍ଦର ସ୍କିମ୍ରେ ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି ଏବଂ ୱାନ୍ ଟାଇପ୍ ଅଫ୍ ଫିକ୍ସଡ ଡିପୋଜିଟ୍ ଆପଣମାନେ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ସ୍କିମ୍ ରହିଛି ଯାହା ବିଷୟରେ ଆଜି ଆମେ ଆଲୋଚନା କରିବା, ଯେଉଁଥିରେ ଆପଣମାନେ ଫିକ୍ସଡ ଡିପୋଜିଟ୍ କଲେ ଆପଣମାନଙ୍କ ଟଙ୍କା ଡବଲ ହେଇପାରିବ। ତ କ'ଣ ରହିଛି ସେ ସ୍କିମ୍, ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଯେତେବେଳେ ଆପଣମାନଙ୍କୁ ମୁଁ ସବୁବେଳେ ପୂର୍ବ ଭିଡ଼ିଓ ମାନଙ୍କରେ ମଧ୍ୟ କହିଛି ଯେ ଯେତେବେଳେ ଆପଣମାନେ ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଉଛନ୍ତି ବା କୌଣସି ସ୍କିମ୍ରେ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପାଇଁ ଯାଉଛନ୍ତି ସେତେବେଳେ ସର୍ବପ୍ରଥମେ ଆପଣମାନଙ୍କର ଦୁଇଟି ଜିନିଷ ଉପରେ ଯାହାକି ନଜର ରହିବା ଦରକାର ଯେ ଯେଉଁ ଜାଗାରେ ଆପଣମାନେ ଟଙ୍କା ରଖୁଛନ୍ତି ସେଇଟା ଆପଣମାନଙ୍କର କେତେ ପରସେଣ୍ଟ ସିକ୍योर ଏବଂ ଆପଣମାନେ ଯେଉଁ ଟଙ୍କା ରଖିବେ ସେଥିରେ ଆପଣମାନଙ୍କୁ କେତେ ଇଣ୍ଟରେଷ୍ଟ ମିଳିବ। କାରଣ ବଜାରରେ ବର୍ତ୍ତମାନ ବହୁତ ସାରା ଫର୍ଜରୀ ଆପଣମାନଙ୍କର ହେଉଛି, ବହୁତ ସାରା ଯାହାକି ପ୍ରାଇଭେଟ ସଂସ୍ଥା ଆପଣମାନଙ୍କୁ ଠକାମିର ଶିକାର କରୁଛନ୍ତି, ଟଙ୍କା ଆପଣମାନଙ୍କୁ କମ୍ ଦିନରେ ଡବଲ କରିଦେବା ବୋଲି କହି ଆପଣମାନଙ୍କ ଟଙ୍କା ଯାଇକି ନେଲା ପରେ ସେମାନଙ୍କର ଯାହାକି ବହୁତ ସାରା ପରବର୍ତ୍ତୀ ସମୟରେ ସାଇବର ଫ୍ରଡ୍ ସହିତ ଆପଣମାନେ ଠକାମିର ଶିକାର ହେଉଛନ୍ତି। କିନ୍ତୁ ଆପଣମାନେ ଜାଣିଥିବେ ପୋଷ୍ଟ ଅଫିସ ହେଉଛି ଆମର କେନ୍ଦ୍ର ସରକାରଙ୍କ ଚଳିତ ସଂସ୍ଥା ଯେଉଁଥିରେ ଆପଣମାନଙ୍କର ଟଙ୍କା 100% ସେଭ୍ ରହିଥାଏ ଏବଂ ଆପଣମାନଙ୍କୁ ରିଟର୍ନ ଯେଉଁଟାକି ଅନ୍ୟାନ୍ୟ ସ୍କିମ୍ ଠାରୁ ଭଲ ମିଳିଥାଏ। ତେଣୁ ପୋଷ୍ଟ ଅଫିସରେ ଆଜି ଆମେ ଏକ ସୁନ୍ଦର ସ୍କିମ୍ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ଯେଉଁଟାକି ଆପଣମାନଙ୍କର ଫିକ୍ସଡ ଡିପୋଜିଟ୍ ଏବଂ ଆପଣମାନେ ସେଇ ଫିକ୍ସଡ ଡିପୋଜିଟ୍ରେ ଟଙ୍କା ଡିପୋଜିଟ୍ କଲେ ତାକୁ ଆପଣମାନେ ଡବଲ କରିପାରିବେ। ତେଣୁ ପୋଷ୍ଟ ଅଫିସରେ ଥିବା ସେଇ ସ୍କିମ୍ଟିର ନାମ ରହିଛି କେଭିପି ଅର୍ଥାତ୍ କିଷାନ ବିକାଶ ପାତ୍ର। ତ এই କିଷାନ ବିକାଶ ପତ୍ର ଯୋଜନାରେ ଆପଣମାନେ ଯଦି ଫିକ୍ସଡ ଡିପୋଜିଟ୍ କରୁଛନ୍ତି ତାହେଲେ ଆପଣମାନଙ୍କ ଟଙ୍କା କ'ଣ ହେଇଥାଏ ନା ଏଇଟା ଆପଣମାନଙ୍କର ଡବଲ ହେଇଯାଇଥାଏ। ତେଣୁ ଦେଖନ୍ତୁ, ଏଇ କିଷାନ ବିକାଶ ପତ୍ର ଯୋଜନାରେ କୋଉମାନେ ଟଙ୍କା ରଖିପାରିବେ, ଏହା ପାଇଁ କ'ଣ କ'ଣ ଏଲିଜିବୁଲ କ୍ରାଇଟେରିଆ ରହିଛି। ତା ପୂର୍ବରୁ ଦେଖନ୍ତୁ, କିଷାନ ବିକାଶ ପତ୍ର ଯୋଉଟାକି ଆପଣମାନଙ୍କର ଗୋଟେ ଫିକ୍ସଡ ଡିପୋଜିଟ୍ ରହିଛି ଏଥିରେ ଆପଣମାନଙ୍କର 7.5% କମ୍ପାଉଣ୍ଡ ଇୟରଲି ଇଣ୍ଟରେଷ୍ଟ ହିସାବରେ ଆପଣମାନଙ୍କୁ ସୁଧ ମିଳିଥାଏ ଏବଂ ମିନିମମ୍ ଆପଣମାନେ ଏହି ସ୍କିମ୍ରେ 1000 ଟଙ୍କାରୁ ଆରମ୍ଭ କରି ମଲ୍ଟିପୁଲ ଅଫ୍ 100 ହିସାବରେ ମ୍ୟାକ୍ସିମମ୍ ଯେତେ ଟଙ୍କା ପାରିବେ ଆପଣମାନେ ୱାନ୍ ଟାଇମ୍ ଯାହାକି ଫିକ୍ସଡ ଡିପୋଜିଟ୍ ହିସାବରେ ଡିପୋଜିଟ୍ କରିପାରିବେ। ତେଣୁ ଏଥିରେ କୋଉମାନେ ଆକାଉଣ୍ଟ ଓପନ୍ କରିପାରିବେ, ଦେଖନ୍ତୁ ଆକାଉଣ୍ଟ ଓପନ୍ କରିବା ପାଇଁ ହେଲେ ଆପଣମାନେ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର ଏବଂ ଏଥିରେ ଆପଣମାନଙ୍କର ସିଙ୍ଗଲ ଆକାଉଣ୍ଟ ଓପନ୍ ହେଇପାରିବ, ଜଏଣ୍ଟ ଆକାଉଣ୍ଟ ମଧ୍ୟ ଓପନ୍ ହେଇପାରିବ। ତା ସହିତ ଗାର୍ଡିଆନ ଅନ୍ ଦି ବିହାଫ୍ ଅଫ୍ ମାଇନର ଅର୍ଥାତ୍ ଯଦି ଆପଣମାନେ ଆପଣମାନଙ୍କର ଛୋଟ ପିଲା ନାମରେ ଟଙ୍କା ରଖିବା ପାଇଁ ଚାହୁଁଛନ୍ତି ତାହେଲେ ସେଇଟା ମଧ୍ୟ ଆପଣମାନେ ଗାର୍ଡିଆନ ଅନ୍ ଦି ବିହାଫ୍ ଅଫ୍ ମାଇନର ହିସାବରେ ଟଙ୍କା ଏଥିରେ ଡିପୋଜିଟ୍ କରିପାରିବେ। ଏବଂ ଦେଖନ୍ତୁ, ଏଥିରେ ଯେଉଁ ଟଙ୍କା ଆପଣମାନେ ଡିପୋଜିଟ୍ କରିବେ ଏଇଟା ଆପଣମାନଙ୍କର ୱାନ୍ ଟାଇପ୍ ଅଫ୍ ଫିକ୍ସଡ ଡିପୋଜିଟ୍ ରହିବ। ତେଣୁ ଫିକ୍ସଡ ଡିପୋଜିଟ୍ ଆପଣମାନେ ମ୍ୟାକ୍ସିମମ୍ ଯେତୋଟି ପାରିବେ କରିପାରିବେ, ଏଥିରେ କୌଣସି ଲିମିଟ୍ ନାହିଁ। କିଷାନ ବିକାଶ ପତ୍ର ଯୋଜନାରେ ଆପଣମାନେ ଏନି ନମ୍ବର ଅଫ୍ ଆକାଉଣ୍ଟ ଯାହାକି ଓପନ୍ କରିପାରିବେ। ତାପରେ ଦେଖନ୍ତୁ, ଡିପୋଜିଟ୍ କଥା ଯୋଉଟାକି ମୁଁ କହିଲି ମିନିମମ୍ ଆପଣମାନଙ୍କର 1000 ଟଙ୍କା ଏଥିରେ ଡିପୋଜିଟ୍ ହୁଏ ଏବଂ ମ୍ୟାକ୍ସିମମ୍ ସେଥିରେ କିଛି ଲିମିଟ୍ ନାହିଁ, ଆପଣମାନେ ଯେତେ ଟଙ୍କା ପାରିବେ ଏଠି ଡିପୋଜିଟ୍ କରିପାରିବେ। ଏବଂ ଏହି ଆକାଉଣ୍ଟ ଯେତେବେଳେ ଆପଣମାନେ ଓପନ୍ କରୁଛନ୍ତି ଏଠି ଆପଣମାନଙ୍କର ଗୋଟେ ପ୍ଲେଜ୍ ରହିଛି ଯୋଉଟାକି ଆକାଉଣ୍ଟ ଓପନ୍ କଲା ପରେ ଆପଣମାନଙ୍କର ଯୋଉଟାକି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଷ୍ଟେଟ୍‌ର ଯାହାକି ଗୋଟେ ଅଥରାଇଜେସନରେ ଆପଣମାନଙ୍କୁ ଗୋଟେ ସାର୍ଟିଫିକେଟ୍ ପ୍ରଦାନ କରାଯିବ ଯେଉଁଥିରେ ଆପଣମାନଙ୍କର ଟଙ୍କା ଯାହାକି 100% ସରକାର ବା ଆପଣମାନଙ୍କର ପୋଷ୍ଟ ଅଫିସ ଆପଣମାନଙ୍କୁ ରିଟର୍ନ ଦବ। ଏବଂ ଯଦି ଆପଣମାନେ ଏହି ଆକାଉଣ୍ଟ ପ୍ରିମେଚ୍ୟୁର କ୍ଲୋଜ୍ କରିବା ପାଇଁ ଚାହୁଁଛନ୍ତି, ଦେଖନ୍ତୁ ଏଥିରେ ପ୍ରିମେଚ୍ୟୁର କ୍ଲୋଜ୍ କରିବାର କ'ଣ କ୍ରାଇଟେରିଆ ରହିଛି। ତ ଆକାଉଣ୍ଟ ଓପନ୍ କଲେ ଏଥିରେ ଆପଣମାନଙ୍କର କିଛି ଆମର କଣ୍ଡିସନ ରହିଛି ଯେଉଁଥିପାଇଁ ଆପଣମାନଙ୍କର ପ୍ରିମେଚ୍ୟୁର ଯୋଉଟାକି କ୍ଲୋଜ୍ କରିପାରିବେ। ତ ଦେଖନ୍ତୁ, ଏହି ଆକାଉଣ୍ଟ ମ୍ୟାଚୁରିଟି କଥା ଯଦି ଆମେ ଦେଖିବା ଯୋଉଟାକି ମୁଁ ଆପଣମାନଙ୍କୁ କହିଲି ଟଙ୍କା ଆପଣମାନଙ୍କର ଡବଲ ହବ। ତ ଟଙ୍କା ଡବଲ କରିବା ପାଇଁ ହେଲେ ଆପଣମାନଙ୍କୁ 115 ମାସ ପର୍ଯ୍ୟନ୍ତ ଏଥିରେ ଫିକ୍ସଡ ଡିପୋଜିଟ୍ ରଖିବା ପାଇଁ ପଡ଼ିବ। ଅର୍ଥାତ୍ ଆପଣମାନେ 9 ବର୍ଷ ମନେ ରଖନ୍ତୁ, 9 ବର୍ଷ 7 ମାସ ଆପଣମାନଙ୍କର ଟଙ୍କା ଯାକି ଏହି କେଭିପିରେ ଆପଣମାନେ ଇନଭେଷ୍ଟ କଲେ
বা ফিক্স ରଖିଲେ ଆପଣମାନଙ୍କ ଟଙ୍କା ଡବଲ ହେଇପାରିବ। ଏନି ଆମାଉଣ୍ଟ ଅଫ ମନି ଅର୍ଥାତ୍ ଆପଣମାନେ ଯେତେ ଟଙ୍କା ପାରିବେ ଆକାଉଣ୍ଟ ଓପନ କରିବା ସମୟରେ ଯଦି ଡିପୋଜିଟ୍ କରୁଛନ୍ତି ତାହେଲେ ଏଠି ଆପଣମାନଙ୍କର 115 ମାସରେ ଆପଣମାନଙ୍କ ଟଙ୍କା ଡବଲ ହେଇପାରିବ। ତେଣୁ ଏହି ସ୍କିମ୍ଟି ଆପଣମାନେ ପ୍ରାୟତଃ ମ୍ୟାକ୍ସିମମ୍ ଲୋକ ଜାଣିନାହାନ୍ତି। ଯଦି ଆପଣମାନେ ଗୋଟେ ଲଙ୍ଗ ଟର୍ମ ଫିକ୍ସ ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି, ଆପଣମାନଙ୍କର ଛୋଟ ପିଲା ନାମରେ ହଉ ବା କୌଣସି ଟଙ୍କା ଆପଣମାନଙ୍କ ପାଖରେ ଗୋଟେ ହ୍ୟୁଜ ଆମାଉଣ୍ଟର ଟଙ୍କା ଆପଣମାନେ ମ୍ୟାଚୁରିଟି ପାଇଲେ এই ଟଙ୍କାକୁ ଆପଣମାନେ ଲଙ୍ଗ ଟର୍ମ ହିସାବରେ ଯଦି ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ କିଷାନ ବିକାଶ ପତ୍ର ପୋଷ୍ଟ ଅଫିସରେ ଆପଣମାନଙ୍କ ପାଇଁ ବେଷ୍ଟ ଅପସନ ଅଛି। ତେଣୁ ଆପଣମାନେ ପୋଷ୍ଟ ଅଫିସରେ କେଭିପି ଆକାଉଣ୍ଟ ଓପନ କରିପାରିବେ। ଏହା ପାଇଁ ଆବଶ୍ୟକ ଡକୁମେଣ୍ଟ ହିସାବରେ ଆପଣମାନଙ୍କର ଆଧାର କାର୍ଡ, ପାନ କାର୍ଡ ଏବଂ ପାସପୋର୍ଟ ସାଇଜର ଫଟୋଗ୍ରାଫ ନେଇ ଆପଣମାନେ ଆପଣମାନଙ୍କ ନିକଟସ୍ଥ ମନେ ରଖନ୍ତୁ ପୋଷ୍ଟ ଅଫିସରେ ଏହି କେଭିପି ଆକାଉଣ୍ଟ ଓପନ କରିପାରିବେ, ଯୋଉଟା କି ଆପଣମାନଙ୍କୁ ପରବର୍ତ୍ତୀ ସମୟରେ ଡବଲ ରିଟର୍ନ ଦବ।